श्रोता बंधु आज 29 तारीख शुक्रवार विषय में आलोचना करवा। दैनिक राशिफल विभाग को आपण समस्त को स्वागत। आपण मैंने निज राशि पाखर गणी दिंतु ना। कर्कट रे बृहस्पति, सिंह रे केतु, तुला रे शुक्र, बिछारे बुध, रवि मंगल, कुंभरे राहु आउ मीनरे शनि। ए दृष्टिकोण आमे आम राशि पाखर गणिबा क्यों ग्रह आमको केते कल्याण देवे। मेष राशि पाई प्रथमे दीपद कहवा जे आगे बुझिबा। आज अशुभ समय सकाल 10:15 रु 11:33। अशुभ समय सकाल 10:15 रु 11:33। सूर्यास्त 5:04 पर। आज घात बार बिछा धनु मीन राशि, घात चंद्र मीन राशि और मिथुन राशि पुरुषंकर। ये आम शुणिले जे घात बार और घात चंद्र उभय दंड भोगे मीन राशि जनता। उनतीस तारीख शनिवार कथा एवं आलोचना करवा। 29 तारीख शनिवार आज मेष राशि आलोचना करवा। 29 तारीख शनिवार मेष राशि राति 8:30 जाए शुभ समय चलो। कर्म क्षेत्र रे मानसिक शांति जोगाइबे चंद्रमा, शारीरिक क्षमता जोगाइबे राहु, रोग प्रतिरोध शक्ति देवे बुध। एणु निरोग अवस्था कर्म क्षेत्र में दक्षता प्रतिपादन करी मेष राशि लोके सुनाम अर्जन करिवे। खुशी हेबा सह धन अर्जन करिवे। आनंद विभोर हेबे। आसंता काली पाई नुआ नुआ संकल्प नेबे। आमे आलोचना करछे 29 तारीख शनिवार विषय। 29 तारीख शनिवार राति 8:30 पर्यंत मेष राशि सब दिगरु भल, किंतु राति 8:30 पर सबू स्वप्न भांगी जीव। अशुभ समय आसो मेष राशि राति 8:30 जाए सब दिगरु शुभ। 29 तारीख शनिवार वृष राशि घात बार, मात्र यह घातक नुहे। घात बार हेले घातक नुहे, बेसी पीड़ा दबनी। वृष राशि आज शतकड़ा 100 शुभ दिन कहले चले। प्रथमे जड़े सुदक्ष सैनिक परी निज निज कर्म क्षेत्र को जगी सेठारे अक्लांत परिश्रम करी धन मान क्षमता और दक्षता अर्जन करिवे वृष राशि जनता। निज निजर बेपार वाणिज्य सेवा वृत्ति चाकरी रे मन देई भल लाभ करिवे राति 8:30 जाए वृष राशि लोके। राति 8टा परे लोभ बढ़ीजीव, आय भी अधिक रु अधिक हेब, तथापि सावधान। राति 8:30 पर लोभ बढ़ीजीव, एणु आय बढ़ीजीव। हेले गोटे कथा मन रखिथे, लोभात पापम पापात मृत्यु। 29 तारीख शनिवार मिथुन राशि घात चंद्र। एणु मिथुन राशि लोके राति 8:35 जाए सावधान रहिले भल। 8:35 जाए सावधान रहिले भल। कर्म प्रति ओ यात्रा प्रति
ବୃହସ୍ପତି ଦ୍ୱିତୀୟ ସ୍ଥାନରେ, କର୍ମପତି ଆଉ ଦ୍ୱିତୀୟ ପତି, କର୍ମଘରର ମାଲିକ ଓ ଦ୍ୱିତୀୟ ଘର ମାଲିକ କିଏ ବୃହସ୍ପତି, ସିଏ ବି ଦ୍ୱିତୀୟ ସ୍ଥାନରେ। ଏଣୁ କର୍ମ କ୍ଷେତ୍ରରୁ ଏବଂ ବନ୍ଧୁ ଘରୁ ଧନାଗମ ହେବ। କର୍ମ କ୍ଷେତ୍ରରୁ ଧନ ଆସିବ, ବନ୍ଧୁ ଘରୁ ବି ଧନ ଆସିବ। ଏହି ଧନ ପ୍ରାପ୍ତି ପାଇଁ ପାଗଳ ପରି ହୋଇ ଅପମାନିତ ହେବେ। ସାବଧାନ, ଧନ ପଛରେ ଟିକେ ମନ ଦିଅନ୍ତୁନି। ତା ବାଟରେ ସେ ଆସିବ ଆଉ ଯିବ। ତା ନାଁ ଚଞ୍ଚଳା, ସେ କୋଉଠି ସ୍ଥିର ହିଁ ରହେନି। ଅପମାନିତ ହେବେ। ରାତି 8ଟା 35 ଯାଏ ସଂଯମତା ରକ୍ଷା କଲେ ଭଲ। ରାତି 8ଟା 35 ଯାଏ ଯେତେ ଚୁପଚାପ ରହିବେ, ମୌନ ରହିବେ, ସେତେ ଭଲ। ଅନ୍ୟଥା ସମ୍ମାନ ପ୍ରତି ଧକ୍କା ଆସିବ। 8ଟା 30 ପରେ ଶୁଭ ସମୟ ଆରମ୍ଭ ହେବ ଆଉ 8ଟା 35 ପରେ ଏ ଶୁଭ ବଳବତ୍ତର ହେବ। ଏହି ଅର୍ଜିତ ଧନକୁ ରାତି 2ଟା 30 ମଧ୍ୟରେ ଖର୍ଚ୍ଚ ନ କଲେ ଭଲ। ଧନ ଯାହା ଆସିବ ଆସିବ, ତାକୁ ଯଦି ସେଇ ରାତି 2ଟା 30 ଭିତରେ ଖର୍ଚ୍ଚ କରିଦେବେ, ତାହେଲେ କାଲିକି ପୁଣି କାଙ୍ଗାଳ ହେଇଯିବେ। ଖର୍ଚ୍ଚ କରନ୍ତୁ ନାହିଁ, ଖରାପ ଟାଣ କେମିତି ପଳେଇ ଯାଇପାରେ। ଯାହା କିଛି କରିବେ ରାତି 8ଟା 30 ପରେ। ତେଣୁ ସାବଧାନ। ଆସନ୍ତା କାଲି ପାଇଁ ନବ ଯୋଜନା ସଫଳ ହେବ। ଆଜି ଦିନଟା ଭଲ ନୁହଁ, କୌଣସି ପ୍ରକାରରେ ହଇରାଣ ହେବେ। ଆସନ୍ତା କାଲିକି ଯେହେତୁ ରାତି 2ଟା 30 ପରେ ଭଲ ସମୟ ଆସୁଛି, ତେଣୁ ଯୋଜନା ସବୁ କାଲିକି ସଫଳ ହେବ। ବ୍ୟସ୍ତ ହୁଅନ୍ତୁ, ଧୈର୍ଯ୍ୟ ଧରନ୍ତୁ। 29 ତାରିଖ ଶନିବାର, କର୍କଟ ରାଶି ପାଇଁ ଅଷ୍ଟମ ନକ୍ଷତ୍ର ବୋଲନ୍ତେ ପୁଷ୍ୟା ନକ୍ଷତ୍ରର ଅତି ଅଧିକ ଖରାପ ଦିନ। ଆଜି 29 ତାରିଖ ଶନିବାର, ପୁଷ୍ୟା କର୍କଟର ସବୁଠାରୁ ଅଶୁଭ ଦିନ। ଅନ୍ୟ 2 ନକ୍ଷତ୍ର ଥିବା କର୍କଟ ରାଶିର ଲୋକେ ଶାରୀରିକ ଯାତନା ସହିତ ମାନସିକ ଅଶାନ୍ତି ମଧ୍ୟ ଭୋଗିବେ। କିନ୍ତୁ କର୍କଟ ରାଶିର ପୁଷ୍ୟା ନକ୍ଷତ୍ର ବାଲା ଟିକେ ଅଧିକ କଷ୍ଟ ଭୋଗିବେ। ରାତି 2ଟା 15 ଯାଏ କଷ୍ଟ ଅଛି। ଏହା ପରେ କ୍ରମଶଃ ଦେହ ଆଉ ମନ ଭଲ ଲାଗିବ। ଯେଉଁ ଶାରୀରିକ ଯାତନା ଭୋଗୁଥିବେ, ମାନେ ରୋଗ ହେଇଥିବ, ତାହା କ୍ରମଶଃ ଆରୋଗ୍ୟ ହୋଇଯିବ। ଆରୋଗ୍ୟ ଲାଭ କରିସାରିଲା ପରେ, ମାନେ ରାତି 2ଟା 35 ପରେ ହିଁ ସୁସ୍ଥତା ଅନୁଭବ କରିବେ। ଏଣୁ ଏହି ଅଶୁଭ ମୁହୂର୍ତ୍ତରେ ଆପଣଙ୍କୁ ସହାୟ ହେବେ କେବଳ ଆପଣଙ୍କର ଇଷ୍ଟଦେବୀ ଭୁବନେଶ୍ୱରୀ। କର୍କଟ ରାଶିର ଲୋକେ ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ, ଯେମିତି ଆମେ କହୁଛେ ମାତୃ ଦେବାୟ ନମଃ, ବୃନ୍ଦାବତୀ ଦେବାୟ ନମଃ, ଦୁର୍ଗା ଦେବାୟ ନମଃ, ସେମିତି କହିବା ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ। ବୈଦିକ ବାଣୀ କୁହାଯାଇଛି ଯେ ମାତୃ ଦେବାୟ ନମଃ। ତେଣୁ ତାପରେ ଯେଉଁ ଶବ୍ଦ ଲାଗିବ ତାକୁ ଚତୁର୍ଥୀ କରିଦେବା, ପୁଂଲିଙ୍ଗ ବାଳ ଭଳି ହେବ। ଦେବାୟ ହ୍ରିଂ ଭୁବନେଶ୍ୱରୀ ଦେବାୟ ନମଃ, ଏ ମନ୍ତ୍ରକୁ ବାରମ୍ବାର ଜପନ୍ତୁ, ମଙ୍ଗଳ ହେବ। 29 ତାରିଖ ଶନିବାର, ସିଂହ ରାଶିର ଘାତ ବାର। ବୁଧ ଗ୍ରହଙ୍କ ଆନୁକୂଲ୍ୟ ପାଇ ଚନ୍ଦ୍ରର ସହଯୋଗରେ ସିଂହ ରାଶିର ଲୋକେ ବଢ଼ିଆ ଆୟ କରିବେ। ଏହି ଧନ ଏତେ ଆନନ୍ଦିତ କରିବ ଯେ ତାଙ୍କ ଗୋଡ଼ ତଳେ ଲାଗିବନି। ଏଣୁ ସମସ୍ତ ଲୌକିକ ଓ ପାରିବାରିକ ସମସ୍ୟାର ସରଳ ସମାଧାନ କରି ସୁଖରେ କାଳ କାଟିବେ। ସିଂହ ରାଶିର ଲୋକେ ଠିକ୍ ରାତି 2ଟା 30 ପରଠାରୁ ଅଶୁଭ ଲକ୍ଷଣ ପ୍ରକାଶ ପାଇବ। ଦେହ ଖରାପ ହେବ। ଯଦି କେହି ପୁରୁଣା ରୋଗୀ ଥାଏ, ତା ପାଇଁ ଅସୁବିଧା ସମୟ ଜାଣି ଏହି ପୁରୁଣା ରୋଗୀ ପାଇଁ ଟିକେ ସାବଧାନ ହୁଅନ୍ତୁ। ବିଶେଷ କରି ସିଂହ ରାଶି ହୋଇଥିବ, ପୂର୍ବ ଫାଲ୍ଗୁନ ନକ୍ଷତ୍ର ହେଇଥିବ,
ସେ ପୁରୁଣା ରୋଗୀ ହେଇଥିବେ, ତେବେ ତାଙ୍କୁ ଟିକେ ଚିକିତ୍ସକଙ୍କ ସହ ପରାମର୍ଶ କରି ସୁବିଧା ସୁଯୋଗ ଦିଅନ୍ତୁ। ଆଶୁ ଚିକିତ୍ସା ନଦେଲେ କଥାଟା ଟିକେ ଅବାଗିଆ ହେବ। ପୂର୍ବ ଫାଲ୍ଗୁନୀ ସିଂହ ପାଇଁ ରାତି 2:30 ପରଠାରୁ ଗୁରୁତର ସମୟ ଆସିବ। ସମସ୍ୟା ଗୁରୁତର ହେବ, ଜଟିଳତା ଭିତରେ ଘାଣ୍ଟି ହେଇଯିବେ। 29 ତାରିଖ ଶନିବାର, କନ୍ୟା ରାଶିର ଘାତ ବାର, ହସ୍ତା ନକ୍ଷତ୍ର ପାଇଁ ଟିକେ ଅଧିକ ଅଶୁଭ ସମୟ ଆସୁଛି। ନହେଲେ ଆଉ ସବୁ ଭଲ। ଆର୍ଥିକ ଅସୁବିଧା ନାହିଁ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଖାଦ୍ୟ ପେୟ ବସନ ଭୂଷଣ ବନ୍ଧୁ ବାନ୍ଧବ ନିଦ୍ରା ଶୟନ ମନ ମୁତାବକ ମିଳିବ। ରାତି 8:35 ପରେ ଅର୍ଥ ଲାଭ ଯୋଗ ଅଛି। ଯେଉଁମାନଙ୍କର ନାଇଟ୍ ଡ୍ୟୁଟି ସେମାନଙ୍କର କଚେପବାର। ବ୍ୟବସାୟୀ ବଣିକ ମାନେ ରାତିରେ ଭଲ ଆୟ କରିବେ। ଚିକିତ୍ସକ ମାନଙ୍କ ପାଇଁ ଏହି ରାତି ଯୋଗଟି ବଡ଼ ଲାଭଦାୟକ। ଯେହେତୁ ରାତି କଥା ନା, ସମସ୍ତେ ତ ଆଉ ଏ ଶୀତ ରାତିରେ ବସିପାରିବେନି, କିନ୍ତୁ ଯେଉଁମାନଙ୍କର ଏ ବୃତ୍ତି ବ୍ୟବସାୟୀ ବଣିକ ସେବକ ଚିକିତ୍ସକ ଏମାନେ ଭଲ ଆୟ କରି ରାତି 30 ପରେ। ଆଉ ଅନ୍ୟାନ୍ୟ ସବୁ ଭଲ। ଆଉ ତୁଳା କଥା ଆଲୋଚନା କରିବା। 29 ତାରିଖ ଶନିବାର, ତୁଳା ରାଶି ପାଇଁ ଆଜି ଏକ ଅଭୁଲା ଦିନ। ରୋଗୀ ଖୋଜୁଥିଲା ଆମ୍ବିଳ ପାଣି, ବୈଦ କହିଲେ ପିଇ ତୋରାଣି। ମାନେ ମନ ଗୁଣେ ଫଳ ସ୍ୱରୂପ ଆଜି ମନ ମୁତାବକ ସମସ୍ତ ଲୌକିକ ସୁଖ ଅବଶ୍ୟ ମିଳିବ। କାହା ପାଇଁ ଧନ ତ କାହା ପାଇଁ ଜ୍ଞାନ, କାହା ପାଇଁ ମନ ସୁଖ ଦେଇଥାଏ। କିଏ ଖାଦ୍ୟ ପାଇ ଖୁସି ହୁଏ ତ କିଏ ନିଦ ପାଇ ଆନନ୍ଦିତ ହୁଏ। ଏଥିରୁ ବୁଝନ୍ତୁ ଯେ ମୋ କହିବା କଥା, ମାତ୍ର ରାତି 8:35 ପରଠାରୁ ବ୍ୟବସାୟୀ ମାନଙ୍କର ଏକ ସୁବର୍ଣ୍ଣ ସୁଯୋଗ ଆସିବ। ବଢ଼ିଆ ଲାଭ ହେବ। ମନ ଖୁସିରେ ଡେଇଁବେ, ଆନନ୍ଦିତ ହେବେ। ରାତି 8:35 ପରେ ବ୍ୟବସାୟ ଭଲ ଚାଲିବ, ଲାଭ ବଢ଼ିଆ ହେବ। ଶୀତ ରାତି, ବାହାରେ ରହିବାକୁ ଇଚ୍ଛା ହେବନି। ଯଦି ନ ରହୁଛନ୍ତି ତାହେଲେ ବ୍ୟବସାୟରେ ମାନ୍ଦା ହେବ। ତେଣୁ ମନେ ରଖନ୍ତୁ, ବ୍ୟବସାୟୀ ବଣିକ ଏମାନେ ଟିକେ ନିଜ ବ୍ୟବସାୟକୁ ଜଗନ୍ତୁ। ରାତି 8:35 ପରେ ଗ୍ରାହକ ଯଥେଷ୍ଟ ବେଶୀ ଆସିବେ। 29 ତାରିଖ ଶନିବାର, ବିଛା ରାଶି ପାଇଁ ଏକ ଅନୁତାପର ଦିନ। ବହୁତ ପସ୍ତେଇବେ ଆଜି ବିଛା ରାଶି ଲୋକମାନେ। ଅତୀତରେ ସେମାନଙ୍କ ଦ୍ୱାରା କିଛି ଅନୁଚିତ କାର୍ଯ୍ୟ କରାଯାଇଛି ବୋଲି ତାହାର ଫଳାଫଳ ଭୋଗିବା ପାଇଁ ଆଜି ଦୁର୍ଦିନ ଆସିଛି। ଦୁଶ୍ଚିନ୍ତା ଭିତରେ ସବୁ ସମୟରେ ସେମାନେ ଭାଙ୍ଗି ପଡ଼ିବେ। ଦେହ ଅସୁସ୍ଥ ହେବ। ତୁମ ଯୋଗୁଁ ଦାମ୍ପତ୍ୟ କଳହ ହେବ। ବିଛା ରାଶିର ଲୋକେ ସାବଧାନ। ତୁମ ଯୋଗୁଁ ତୁମେ ଅସୁସ୍ଥ ହେବ ପ୍ରଥମ ଦିନ, ତାପରେ ତୁମ ଯୋଗୁଁ ଦାମ୍ପତ୍ୟ କଳହ ଆରମ୍ଭ ହେବ। ତୁମ ପାଇଁ ଭାତୃ ବିବାଦ ସୃଷ୍ଟି ହେବ। ବନ୍ଧୁରେ ମତାନ୍ତର ଓ ମନାନ୍ତର ହେବ। ଦେହ ଅସୁସ୍ଥ ହେବ। ଅସୁସ୍ଥତା ଲାଗି ରହିବ। ଅନୁରାଧା ନକ୍ଷତ୍ରର ଦେହ ଟିକେ ଅଧିକ ଖରାପ ହେବ। ରାତି 8:30 ପରେ ସାମାନ୍ୟ ସୁସ୍ଥତା ଅନୁଭବ କରିବେ। ପରେ ପରେ ଧୀରେ ଧୀରେ ସମସ୍ତ ପୀଡ଼ା ଯନ୍ତ୍ରଣା କମିଯିବ। ରାତ୍ରିର ମଧ୍ୟଭାଗ ପରେ ଭଲ ନିଦ ହେବ। ପୁରୁଣା ରୋଗୀଙ୍କ ପାଇଁ ଅଲଗା କଥା। ତେଣୁ ସମସ୍ୟା ଭିତରୁ ଆନନ୍ଦ ଖୋଜିବା ପାଇଁ ଚେଷ୍ଟା କରନ୍ତୁ। ଧୈର୍ଯ୍ୟ ଧରନ୍ତୁ। ଟିକେ ମନ ଖୋଲା ହସ ହସନ୍ତୁ। ଏସବୁ ଚିନ୍ତା ଆପେ ଆପେ ଦୂରେଇଯିବ। ଯଦି ଦୁଃଖକୁ ଦୁଃଖ ଭାବିବେ ତାହେଲେ ତାହା ପାହାଡ଼ ଭଳି ପାଖକୁ ଆସି ମାଡ଼ି ବସିବ। ଦୁଃଖକୁ ଦୁଃଖ ଭାବନ୍ତୁନି। ତୁଳା ଭାବନ୍ତୁ, ଫୁଲ ଭାବନ୍ତୁ। ମନ ଖୋଲା ହସ ହସନ୍ତୁ।
ଧୈର୍ଯ୍ୟ ଧରନ୍ତୁ। ସମସ୍ତଙ୍କ ମୁହଁକୁ ଯାଇ ଟିକେ ହସି ଦିଅନ୍ତୁ ନା। ବନ୍ଧୁ, 29 ତାରିଖ ଶନିବାର ଧନୁ ରାଶି ପାଇଁ ରାତି 8ଟା 30 ପରେ ଅଶୁଭ ସମୟ ଆସିବ। ସେ ଅସୁସ୍ଥ ହେବେ, ଭାରି ବାଧିବ। ଆଜି ଉତ୍ତମ ଉତ୍ତରାଷାଢ଼ା ନକ୍ଷତ୍ର ଆଉ ଧନୁ ରାଶି ବ୍ୟକ୍ତି ଯଦି ଉତ୍ତରାଷାଢ଼ା ନକ୍ଷତ୍ର ହେଇଥିବ ଧନୁ ରାଶିର, ଆଉ ସେ ପୁରୁଣା ରୋଗୀ ହେଇଥିବ, ତା ପାଇଁ ସମସ୍ୟା ଜଟିଳ ହେବ। ଏହି ଶାରୀରିକ ସମସ୍ୟା ରାତି 2ଟା 15ରୁ ଆରମ୍ଭ ହେବ, ମାତ୍ର ସେ ଯାଏ ନାନା ଉପାୟରେ ଧନ ଲାଭ ହେବ। ରାତି 2ଟା 15 ପରଠୁ ଦୁଃସମୟ ଆସିବ। 2ଟା 15 ଯାଏ ସବୁ ଦିଗରୁ ଭଲ। ଧନୁ ରାଶି ପାଇଁ ମୁଁ କହୁଛି। ଏଇଠି ପ୍ରଶ୍ନ ଆସିବ, ଆପଣ କାହିଁ ସେ କଥା ଆଗେ କହୁଛନ୍ତି? ଆରେ ଭାଇ, କଥାଟା ହେଉଛି କ'ଣ, ଆମେ ଦୁଃଖଟା ଆଗେ ଶୁଣିଦେଲେ ସେ ତା ପାଇଁ ପ୍ରସ୍ତୁତ ହେବା। ସୁଖ ପାଇଁ କ'ଣ ପ୍ରସ୍ତୁତ ହେବା ଆମେ କି? ସୁଖ ତ କେତେବେଳେ କେମିତି ଆସି ଆନନ୍ଦ ଦେବ ନା। ତେଣୁ ରାତି 2ଟା 15 ଯାଏ ସୁଖ ଧନ ଲାଭ ହେବ। ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛି ତାହାର ସେ ବୃତ୍ତିରେ ବିକାଶ ହେବ। ଯଦି ଜନ୍ମ ଜାତକରେ ଧନାଧିପ ଦ୍ୱିତୀୟ ଘରେ ବା ଦଶମରେ ଥିବେ, ତାହେଲେ ଏ ଆୟ ଅଧିକରୁ ଅଧିକ ହେବ। କିନ୍ତୁ ଧନାଧିପ ଯଦି ଶତ୍ରୁ ଦୃଷ୍ଟିରେ ଥାନ୍ତି, ନିଚରେ ଥାନ୍ତି, ଅଷ୍ଟମରେ ଥାନ୍ତି, ଦ୍ୱାଦଶରେ ଥାନ୍ତି, ଧନ ବହୁତ କମ୍ ଆସିବ। ଆସିଲେ ବି ଖର୍ଚ୍ଚ ହେଇଯିବ, ବୃଥା ବ୍ୟୟ ହେଇଯିବ। ଜନ୍ମ ଜାତକ ହେଉଛି ମୂଳ। 29 ତାରିଖ ଶନିବାର ମକର ରାଶି ପାଇଁ ଶୁଭ ସମୟ ରାତି 2ଟା 33 ପରେ ଆସିବ। ମକର ରାଶି ପାଇଁ ଶୁଭ ସମୟ ଆସିବ ଶନିବାର ଦିନ ରାତି 2ଟା 33 ପରେ। ଆଉ ସେ ଯାଏ ବହୁ ଦ୍ରବ୍ୟ ପଦାର୍ଥ ଉପହାର ଘରକୁ ଆସୁଥିବ। ଧନ ସମ୍ପତ୍ତି ଟିକେ ବଢ଼ିଯାଇଥିବ। ପ୍ରିୟ ଲୋକ ପାଖକୁ ଆସିବେ, ମାତ୍ର ମନ ଅସ୍ଥିର ଅଧୀର ହେବ, ବିକଳିତ ହେବ। ସବୁ ହବ, ଘରକୁ ବନ୍ଧୁ ଆସିବେ, ଦ୍ରବ୍ୟ ଆସିବ, ଧନ ଆସିବ, ସମ୍ବାଦ ଆସିବ, ଭଲ ଖବର ଆସିବ, କିନ୍ତୁ ମନ ଆକୁ ଗ୍ରହଣ କରିବନି। ମନ ବିଚଳିତ ହେବ, ବିକଳିତ ହେବ, ଚଞ୍ଚଳ ହେବ, ଅଧୀର ହେବ, ଅସ୍ଥିର ହେବ। ଆଉ ମନକୁ ଶାନ୍ତ କରିବା ପାଇଁ ଟିକେ ଉପରେ ହସନ୍ତୁ, ଧୈର୍ଯ୍ୟ ଧରନ୍ତୁ। ଶାନ୍ତି ବ୍ୟାହତ ହେବ। ନିଜକୁ ଜଣେ ଅପରାଧୀ ଭାବି ମନ ଦୁଃଖ କରିବେ। ଏହି କଥା ପାଇଁ ପଡ଼ୋଶୀ ସହ ମଧ୍ୟ କଳହ ହେଇପାରେ, ସାବଧାନ। 29 ତାରିଖ ଶନିବାର କୁମ୍ଭ ରାଶି ପାଇଁ ରାତି 8ଟା 30 ଯାଏ ସବୁ ଦିଗରୁ ଶୁଭ ଖବର ଶୁଣିବେ। ତୁମ ଦେହ ଓ ମୁଣ୍ଡ ଠିକ୍ ଠାକ୍ ରହିବ। ଖାଦ୍ୟ ପେୟ ବସନ ଭୂଷଣ ସବୁ ରୁଚିକର ହେବ, ମନ ମୁତାବକ ମିଳିବ। ତା ପରଠାରୁ ମାନେ 8ଟା 30 ପରଠାରୁ ମୁହଁରେ ମାସ୍କ ବାନ୍ଧି ଚୁପଚାପ ରହନ୍ତୁ, କାରଣ ପାଟି ଖୋଲିଲେ ଅପମାନିତ ହେବେ। ରାତି 8ଟା 30 ପରେ କଳହ ଚନ୍ଦ୍ର ଆସିଯିବ। ଧନାଦି ଆସିବ, ହେଲେ କୌଣସି ଅଶୁଭ ଘଟଣା ମନେ ପକାଇ ସେଥିପାଇଁ ଆପଣ ସମସ୍ତଙ୍କ ଅଜ୍ଞାତରେ କାନ୍ଦିବେ। ଅଦେଖା ଲୁହ ବୋହି ଯାଉଥିବ, ମନ ପୋଡ଼ୁଥିବ, ଦେହ କ'ଣ ହେଇଯାଉଥିବ। 8ଟା 30 ପର୍ଯ୍ୟନ୍ତ ସବୁ ଦିଗରୁ ଭଲ। 8ଟା 30 ପରେ ମନେ ପଡ଼ିଯିବ, ମନ ବିଚଳିତ ହେବ। ମୁଁ ଏଇ ଭୁଲ କରିଛି ବୋଲି ମୋ ପିଲାଛୁଆ, ମୋ ସ୍ତ୍ରୀ, ମୋ ସଂସାରରେ ନିଆଁ ଲାଗିଯାଇଛି। ତେଣୁ ଏବେଠୁ ଈଶ୍ୱରଙ୍କ ଶରଣାପନ୍ନ ହୁଅନ୍ତୁ ନା। 29 ତାରିଖ ଶନିବାର ମୀନ ରାଶିର ଘାତ ଚନ୍ଦ୍ର। ଏହି ଘାତ ପ୍ରତିଘାତ ସମୟ ରାତି 8ଟା 30 ଯାଏ ରହିବ। 8ଟା 30 ଯାଏ ସମସ୍ତ ବ୍ୟୟ ବଢ଼ିଯିବ, ସ୍ୱାସ୍ଥ୍ୟ ହାନି ହେବ, ଶାନ୍ତି ସୁଖରେ ବ୍ୟାଘାତ ଆସିବ, ରୋଗ ବ୍ୟାଧି ଆକ୍ରମଣ କରିବ, ଖାଦ୍ୟ ପେୟ ରୁଚିକର ହେବନି, ନିଦ୍ରାରେ ବ୍ୟାଘାତ ହେବ। ପୂର୍ବ ଭାଦ୍ର ନକ୍ଷତ୍ର ପାଇଁ ବଡ଼ ଅଶୁଭ ଦିନ। ସଚିନ୍ତାରେ ମନ ବୁଡ଼େଇ ଦେଲେ ହୁଏତ କିଛି ଦୁଃଖ ଲାଘବ ହେଇପାରେ। ଏଣୁ ପରନିନ୍ଦା କରନ୍ତୁନି, ପରଚର୍ଚ୍ଚା କରନ୍ତୁନି, ପର ଅର୍ଥକୁ ଲୋଭ କରନ୍ତୁନି,
का विरुद्ध रे पदेटिए भी क्या कहतुनि कहिले ए दुख बढ़ी बढ़ी जीव। बंधु आज यही दैनिक राशि फल आलोचना को बंद करवा। ईश्वर चाहिए आसंता काली जदि मु सुस्थ थाए ताहले निश्चय आपण सहित आलोचना करी। रहिली, नमस्कार।